ଆଜି ସକାଳୁ ପାଗଟା ବହୁତ ହିଁ ବଢିଆ ଥିଲା। ଥଣ୍ଡା ଥଣ୍ଡା ପବନ ସାଙ୍ଗକୁ ଝିପଝିପରୁ ଟିକେ ଜୋରେ ବର୍ଷା ହଉଥିଲା। ସେତେବେଳକୁ ବି ମୋର ଗାଧୁଆ ପାଧୁଆ ସରିଯାଇଥିଲା। ଏତେ ସୁନ୍ଦର ବର୍ଷା ହଉଥିବାର ଦେଖି ଦୁଆର ମଝିରେ ଠିଆ ହେଇଗଲି ଟିକେ ଓଦା ହବା ପାଇଁ। ବର୍ଷାରେ ଭିଜିବାକୁ କେଉଁମାନଙ୍କୁ ଭଲ ଲାଗେ ମତେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବା। ଆଉ ଆକାଶରେ ଥିଲା ଢେର ସାରା କଳା ବଉଦ। ବର୍ଷାରେ ଭିଜିବାକୁ ତ ଭଲ ଲାଗେ, କିନ୍ତୁ ଓଦା ଲୁଗା ପିନ୍ଧିବାକୁ ମତେ ଟିକେ ବି ପସନ୍ଦ ନୁହଁ। ସେଥିପାଇଁ ମତେ ଆସି ପୁଣି ଥରେ ଲୁଗା ଚେଞ୍ଜ କରିବା ପାଇଁ ପଡିଲା। ଆଜି ନା ମୋ ସହ ଗୋଟେ ବଡ ଦୁଃଖଦ ଘଟଣା ଘଟି ଯାଇଛି। ଏଇ ଯୋଉ ଫୋନଟି ଦେଖୁଛନ୍ତି ମୋ ହାତରେ, ଏଥିରେ ମୁଁ ମୋର ପ୍ରଥମ ୟୁଟ୍ୟୁବରେ ଚ୍ୟାନେଲ ଖୋଲି ବ୍ଲଗ ବନଉଥିଲି। ଆଉ ଆଜିକୁ କିଛି ଏଇ ଅବସ୍ଥା ଅଛି ଏଇ ଫୋନର। ଆର ଅନ୍ ଅଫ୍ ସୁଇଚ୍ ତ କାମ କରୁନି। ସେଥିପାଇଁ ଯଦି ସୁଇଚ୍ ଅଫ୍ ହେଇଯାଏ ତାହେଲେ ମେଡିକାଲ ଯିବାଟା ତ ଥୟ। ଅବଶ୍ୟ ସେଇ ଟେନସନ ମୋର ନାହିଁ, କାହିଁକି ନା ପତିଦେବ ବହୁତ ସହଜରେ ଆକୁ ଅନ୍ କରିଦିଅନ୍ତି। କାହିଁକି ନା ଏ ଭୁଲ ମୋର ଆହୁରି କେତେ ଥର ହେଇସାରିଲା। ଜାଣିପାରିଲିନି କେତେବେଳେ ମୋବାଇଲ ଚାର୍ଜ ସରି ସୁଇଚ୍ ଅଫ୍ ହେଇଯାଇଛି। ଦୋକାନ ଯାଇଥିଲେ କେତେ ଖର୍ଚ୍ଚ ହେଇଥାନ୍ତା ଜାଣିନି, କିନ୍ତୁ ପତିଦେବ ତାକୁ ମାତ୍ର ଗୋଟେ ସେଫ୍ଟି ପିନ୍ ସାହାଯ୍ୟରେ ଅନ୍ କରିଦିଅନ୍ତି। ଆଜି ଲଞ୍ଚ ପାଇଁ ବନିଥିଲା ରାଇ। ସେଥିପାଇଁ ପତିଦେବ ଯାଇଥିଲା ଆଜି ଲଞ୍ଚ ବକ୍ସ ନ ନେଇକି। ନା ଇଚ୍ଛା ହେଇଥିଲା ତାଙ୍କର ହୋଟେଲରେ କିଛି ଆଇଁଷ ଖାଇବାରେ ଫୋନ ନେଇ କହିଲେ ଆଉ ଏ ଫୋନ ତମକୁ ଦିଆଯିବ ନାହିଁ।